ସମସ୍ତଙ୍କୁ ପୁଣି ଥରେ ଜୟ ଜଗନ୍ନାଥ। ଆଜିକା ଲେକ୍ଚର କୁ ସମସ୍ତଙ୍କୁ ୱେଲକମ୍। ଆଉ ଆଜିକା ଲେକ୍ଚର ଆମେ କିଛି ନୂଆ କରିବାକୁ ଯିବା। ଆମେ ଡିଆଇ ର ଅଲରେଡି ଦିଟା ଲେକ୍ଚର କରିସାରିଛୁ। ଯେଉଁମାନେ ଭିଡିଓ ଦେଖିନାହାନ୍ତି ମୁଁ ଡିସ୍କ୍ରିପ୍ସନ ରେ ଲିଙ୍କ ଦେଇଦଉଛି, ଯାଇକି ଦେଖିଦେବେ। ଆଜି ଆମେ ମ୍ୟାଥ ର କିଛି ନଙ୍ଗା ନଙ୍ଗା କ୍ୱେଶ୍ଚନ, କିଛି କନସେପ୍ଟ ବିଷୟରେ ଡିସ୍କସ କରିବା, ଯେଟା କି ଏ ବର୍ଷ ଏକ୍ସାମ ର 90% ଚାନ୍ସ ଅଛି ଆସିବାର। ତ ସେ କନସେପ୍ଟ ଉପରେ ଡିସ୍କସ କରିବା, କିଛିଟା କ୍ୱେଶ୍ଚନ କରିବା। ତ ଡେରି ନକରି ଷ୍ଟାର୍ଟ କରିବା। ତ ଆମେ ଏଠି କିଛିଟା କ୍ୱେଶ୍ଚନ ନେଇଛେ, ତିନି ଚାରିଟା କ୍ୱେଶ୍ଚନ ଆଉ କିଛି କନସେପ୍ଟ ବିଷୟରେ ମୁଁ ଡିସ୍କସ କରିବି ଆଜି ତମମାନଙ୍କ ସହିତ। ଠିକ ଅଛି, କ୍ୱେଶ୍ଚନ ବୁଝି ହେଲା ନା ନାଇଁ କୁହ? କ୍ୱେଶ୍ଚନ କହୁଛି 70, ଦେଖ ଇଲେକ୍ସନ ଚାଲିଛି, 75% ଯେତିକି ଲୋକ ଥିଲେ କଲେଜର, ଯେତିକି ପିଲା ଥିଲେ, 75% ଷ୍ଟୁଡେଣ୍ଟ କଣ କଲେ ନା ଏଲିଜିବଲ ଭୋଟର୍ସ ଥିଲେ, ସେମାନେ ଭୋଟ କଲେ। ତାଙ୍କ ଭିତରୁ ପୁଣି 6% ଭୋଟ କାଷ୍ଟ ଯୋଉ ହେଇଥିଲା ତାକୁ ଇନଭ୍ୟାଲିଡ ବୋଲି ଡିକ୍ଲେୟାର କରିଦିଆଗଲା କୌଣସି ପ୍ରୋବ୍ଲେମ ପାଇଁ। ଏ କ୍ୟାଣ୍ଡିଡେଟ୍ ଗଟ୍ 15,228 votes which were 90% of the total valid votes. Valid vote ଯେତେ ଥିଲା ତାର 90%. Find the total number of eligible votes. ଏ କ୍ୱେଶ୍ଚନ କୁ କରିବା ପାଇଁ ଢେର ସାରା ଆପ୍ରୋଚ ଅଛି, କିନ୍ତୁ ମୋ ଆପ୍ରୋଚ କେମିତି ଦେଖ। ଲେଟ୍ ତମେ କଣ କରିବ, ଟୋଟାଲ ଏଲିଜିବୁଲ ଭୋଟ୍ସ ସବୁବେଳେ କଣ ଧରିବ ନା 100 ଧରିବ। ଯେମିତି ତମେ ସିପି କୁ 100 ଧରୁଥିଲ, ତ ୟୁନିଟାରୀ ମେଥଡରେ ଆମେ ଲାଷ୍ଟ କୁ ଏଣ୍ଡିଂ କରିବା। ଦେଖ କେମିତି ଇଜି ହବ परसेंटेज कैलकुलेशन ये मेथड रो कले ହେଲା। टोटल एलिजिबल votes को 100 ଧरଲେ କଣ କହୁଛି ନା 75% of the eligible voters cast their votes। ଏବେ 100 votes ଭିତରୁ 100 voters ଭିତରୁ 75% ତମର eligible voters କାଷ୍ଟ କଲେ। 75 100 ମାନେ 75 ଜଣ ଦେଲେ କଣ କାଷ୍ଟ କଲେ। out of which 6% of the vote cast were declared invalid। ତାହେଲେ 75 ଜଣ ଲୋକଙ୍କ 6% କେତେ ହବ? 530 742 बाय 100, 42 3 45, 450 बाय 100, तो ये जो 4.5, ताने एतिकी जण हेले इनवैलिड, 6% को डिक्लेयर्ड इनवैलिड। ताने वैलिड केते जेतिकी कास्ट करले सेथरु इनवैलिड माइनस कर दवा पाइ जिवा। तो 75 माइनस 4.5, तो ये केते जिवा ना 70 पॉइंट। एतिकी जण वैलिड वोटर, एतिकी जण वैलिड वोटर्स कोन करले ना वोट कास्ट करले। नेक्स्ट कोन कहूची ना a candidate got 15,228 votes which were 90% of the total votes। ठीक अछि, टोटल votes रो 90%, एई vote टा जतिकी हैला यार 90%, 705 रो 90% केते यार 90% जे 963, 63 5 9 45, 63.45। तो एतिकी भोट तमे पाइले माने कैंडिडेट कोन करूची ना 100 जण पिला जदि थिले भोटर्स थिले, से 63.545 votes पाउची, बा 63.45 vote पाउची केते जण भोटर ପାଇଁ? 100 जण भोटर ପାଇଁ। देखो सबले मागिची कोन एलिजिबल votes, टोटल एलिजिबल votes, तो 63 vote पाउचु एक्चुअल कास्ट होउछु, किंतु टोटल वैलिड votes केते 100 ପାଇଁ। तो एक ପାଇଁ केते यूनिटरी मेथड 63.45, से कहूछु केते केते कास्ट वोट कास्ट पाइछि से 15,228, 15,228 ପାଇଁ केते 15,228, 15,228 multiplied with this fraction 100 divided by 63.45, तो ये आसचियो तुमर 24,000, 24,000 भोट।
ଏତିକି ଟୋଟାଲ ଏଲିଜିବୁଲ ଭୋଟ୍ସ। ଠିକ ଅଛି, ଏଇଟା ହଉଛି ତମର କଣ ନା ଟୋଟାଲ ଏଲିଜିବୁଲ ଭୋଟର୍ସ ହେଲା। ଟୋଟାଲ ଏଲିଜିବୁଲ ଭୋଟର୍ସ ମାଗିଥିଲା ସିଏ, ତ ଟୋଟାଲ ଏଲିଜିବୁଲ ଭୋଟର୍ସ ତମେ ପାଇଗଲ ଏଇଠି 24,000 ହେଲା। ଏଇଭଳିଆ ଆପ୍ରୋଚ୍ କରିବ। ନେକ୍ସଟ କହୁଛୁ ସେ ଗୋଟେ ୱାର୍କ ର ଗୋଟେ ଏକ୍ସାମ୍ପଲ। ୱାର୍କ ରେ କଣ ଟାଇମ ୱାର୍କ ର ଏକ୍ସାମ୍ପଲ ଅଛି। ଠିକ ଅଛି, କହୁଛୁ ଏଇଟ ମେନ୍ ଏ କି ବ୍ରସ୍ ସେ କହୁଛୁ 8 men 12 women can build a wall। ଗୋଟେ ୱାଲ୍ ବନଉଛନ୍ତି କେତେ ଦିନ 10 ଦିନରେ। Similarly 6 men and 8 women make that same wall in 14 days। ମାଗିଛି କଣ how long will it take for 2 women and a man to build it together। ମାନେ ମାଗିଛି କେତେ ଦିନ ଲାଗିବ ଇଟ୍ ଟୁଗେଦର, ମାନେ ଏଠି କଣ କନଷ୍ଟାଣ୍ଟ ରହୁଛି ଦେଖ। ୱାଲ୍, ସେଇ ଗୋଟେ ୱାଲ୍ କରିବା ପାଇଁ 2 ଜଣ ମେନ୍ ଆଉ ଜଣେ ମେନ୍ ମିଶିକି କରିବାକୁ କେତେ ଦିନ ଲାଗିବ ସେଇଟା ମାଗିଛି। ତ ଏଠି ତମକୁ ଇମ୍ପୋର୍ଟାଣ୍ଟ କନସେପ୍ଟ ମନେ ରଖିବାକୁ ପଡିବ, ୱାର୍କ ଡନ୍ ପିପୁଲ ଇନଟୁ ଟାଇମ। ଦେଖ ୱାର୍କ ଟା ସେ କହିଛି, ସେ ଗୋଟେ ୱାର୍କ କଣ କରୁଛନ୍ତି ନା ଗୋଟେ ୱାର୍କ କରୁଛନ୍ତି ଏମାନେ ବି ଗୋଟେ ୱାଲ୍ ମାଗିଛି ବି ସେ ଗୋଟେ ୱାଲ୍ ପାଇଁ କେତେ ଦିନ ଲାଗିବ। ତ ୱାର୍କ ଟା ଫିକ୍ସ ରହୁଛି, ପିପୁଲ ଆଉ ଟାଇମ ରହିଲେ ଯଦି ଟାଇମ ବଢିବ, ପିପୁଲ କମିଲେ ଟାଇମ ବଢିବ, ପିପୁଲ ବଢିଲେ ଟାଇମ କମିବ। ତ ବୋଥ ଦି ଜଣଙ୍କର ଇନଭର୍ସଲି ପ୍ରପୋର୍ସନାଲ। ତ ଏବେ କଣ କରିବା ଆମେ ଏଠି ପିପୁଲ ଆଉ ଟାଇମ ଦିଟାର ପାଇଛେ କେତେ ନା 8 men ଆଉ 12 women ମିଶିକି 8 men 12 women ମିଶିକି 10 ଦିନରେ ଯେତିକି ୱାର୍କ କରୁଛନ୍ତି ଏଟା ସମାନ ହବ କାହା ସହିତ, ୱାର୍କ ଟା ତ ଫିକ୍ସ ନା। 14 ଦିନରେ 6 men ଆଉ 8 ଜଣ ଓମେନ ମିଶିକି ଯେତିକି ୱାର୍କ କରିବେ ବା ସେ ୱାଲ୍ ଟା କରିବେ। ତ ଏଇଠି ଦେଖ ଏଠି କଟିଯିବ 14, ଠିକ ଅଛି, 8 men ଏଠି କେତେ ହବ 40 M 12×5 = 60 W ବା 60 women 42 M 56 women। ତ ଇଏ ହେଇଯିବ ଇଏ ଏପଟକୁ ନେଇଯିବ, ଇଏ ଏପଟକୁ ଆଣିବା ତ କେତେ ହବ 42M - 42M = 60 women - 56 4W। ତ 2 ରେ 2 କଟିଯିବ, 4 କଟିଯିବ 2। ତ ମେନ୍ ବାଇ ଓମେନ ର ରେସିଓ କେତେ ଆସିଲା ନା 2/1 or 2:1। ଇଜି। ତ ଏଇଟା ଆମେ ମେନ୍ ଇନ୍ ଟର୍ମ ଅଫ ଓମେନ ବା ଓମେନ ଇନ୍ ଟର୍ମ ଅଫ ମେନ୍ ଲେଖିଦବା 1 men 2 women ଏଫିସିଏନ୍ସି ହେଲା। ହେଇଗଲା 90% କ୍ୱେଶ୍ଚନ ତମର ସଲ୍ଭ ହେଇଗଲା। ମାଗିଛି କଣ ନା ଟୁ ଟୁ ଓମେନ ଆଉ ଗୋଟେ ମେନ୍ ମିଶିକି କେତେ ଦିନରେ ମାଗିଛି ତମକୁ କେତେ ଦିନ x ଧରିବା ତାକୁ = ସମାନ କାମ କରିବେ। ମାନେ ଦେଖ କ୍ୱେଶ୍ଚନ ଯାହା ମାଗିଛି ସେମାନେ ବି ସେଇ ଗୋଟେ ୱାର୍କ କହିଛି ନା will do the same work together, ମାନେ ସେଇ ଗୋଟେ ୱାଲ୍ କରିବା ପାଇଁ କେତେ ଦିନ ମାଗିଛି। ତ ଏମାନେ ଯେ ୱାର୍କ ଟା କରୁଥିଲେ ଇଏ ବି ସେଇ ୱାର୍କ କରିବେ, ଏମାନେ ଯେ ୱାର୍କ କରିଥିଲେ ଯେ ୱାଲ୍ ଟା ବନେଇଥିଲେ ଏମାନେ ବି ସେଇ ୱାଲ୍ କରିବାକୁ କେତେ ଦିନ ନେବେ। ତ ଏଠି ଆମେ ଲେଖିପାରିବା 10 × 8M + 12W। ବାସ୍ ଏଇଟା ଆମେ ପାଇଛେ ମେନ୍ ଇନ୍ ଟର୍ମ୍ସ ଅଫ ଓମେନ। ପକେଇଦବା 2 women + 1 man ଯେ କେତେ 2 women 4 women = 10 × 8 men 12 women। 8 men କୁ ଲେଖିପାରିବା ଆମେ 8 ଦୁନେ 16 women 16 × 12 16 + 12 କେତେ 28 women x। ଠିକ ଅଛି, ତ ଇଏ କେତେ ହେଇଯିବ ନା 7×28 ଓମେନ କ୍ୟାନସେଲ ହେଇଯିବ, x = 70 70 ଡେଜ ତମକୁ ଲାଗିବ। 70 ଡେଜ ଲାଗିବ 2 women ଆଉ 1 man ମିଶିକି ସେ କାମ କରିବାକୁ। ଠିକ ଅଛି,
एप्रोच केमती होଉଛି ଦେଖିପାରୁଛୁ ତ। ଆଉ ଗୋଟେ କ୍ୱେଶ୍ଚନ ଅଛି, ଏଠି କଣ କହିଛି ନା ରାଜୁ ate 3/8 part of a cake, Ram ate 3/10 part of the remaining cake, and then Renu ate 4/7 part of the cake that was left. What fraction of the cake is still left? क्वेश्चन बुझेको ट्राई कर। लेट तमर केक ଅଛି, ସେ କହୁଛୁ ରାଜୁ ଖାଉଛି କେତେ ନା 3/8 ପାର୍ଟ, ରାମ ଖାଉଛୁ ରିମେନିଂ ର। ଦେଖ ଜିନିଷଟା ବୁଝିବାକୁ ଟ୍ରାଏ କର, ଏଠି ପିଲା ଭୁଲ କରନ୍ତି, କଣ କରନ୍ତି ମୁଁ ସେଇଟା ଆଗେ ତମକୁ କହୁଛି। କରନ୍ତି ଲେଟ୍ କେକ୍ ର ପାର୍ଟ ଥିଲା ତମର x ମାଇନସ ଖାଇଲେ ଯେତିକି ପାର୍ଟ ତାକୁ ସବଷ୍ଟ୍ରାକ୍ଟ କଲେ ପାଇଯାଆନ୍ତି ରିମେନିଂ ପାର୍ଟ। ତ କଣ କରନ୍ତି ନା ରାଜୁ ଖାଇଲା 3/8 ପାର୍ଟ, ପୁଣି ରାମ ଖାଇଲା 3/10 ପାର୍ଟ, ପୁଣି ରେଣୁ ଖାଇଲା 4/7 ପାର୍ଟ ଅଫ x। ତ ୟାକୁ କରିକି x କମନ ନେଇଗଲେ 1 ମାଇନସ ଏ ଯାହା ଆସିବ କରିଦିଅନ୍ତି, ଏଠି ଯାହା ଆସିବ ସେଇଟା ହଉ ତ ଆନ୍ସର କୁହନ୍ତି, କିନ୍ତୁ ଏଇଟା ରଙ୍ଗ। क्वेश्चन बुझिବାକୁ ट्राए करो, क्वेश्चन कौन कहिଛି ଦେଖ। क्वेश्चन କହିଛି ରାଜୁ ଗୋଟେ କେକ୍ ର 3/8 ପାର୍ଟ ଖାଉଛୁ, ରିମେନିଂ ପାର୍ଟ କେତେ ରହିଲା ଦେଖ। 3/8 ଖାଇ ସାରିଲା ପରେ ଏତିକି ପାର୍ଟ ରହିବ ନା, ଏଇ ପାର୍ଟ ଟା ପଳେଇବ। ଅଲରେଡି ରାଜୁ ଖାଇସାରିଛି, ଲେଟ୍ ଏଇଟା ତମର 3/8 ପାର୍ଟ। ଏବେ ରାମ ଖାଇବ ଏଇ କେକ୍ ର ରିମେନିଂ କେକ୍ ର 3/10 ପାର୍ଟ, ଏଇ ପାର୍ଟ ଟା ଲେଟ୍ ଖାଇବ ତମର। ପୁଣି ଯୋଉ ରିମେନିଂ ପାର୍ଟ ରହିଲା ମାନେ ଏ ପାର୍ଟ ର 4/7 ପାର୍ଟ ରେଣୁ ଖାଉଛି। ଏଭଳିଆ ହଉଛି। ଯଦି ତମେ ଫାଷ୍ଟ ଯୋଉ ୱେରେ କରିଥିଲି ତାର ମାନେ କଣ, ତାର ମାନେ ରାଜୁ ଖାଇଲା 3/8 ପାର୍ଟ, 3/8 ପାର୍ଟ ଖାଇଲା। ଏବେ ରାମ ଖାଇବ 3/10 ପାର୍ଟ, ଆମେ ଯୋଉ ମଲ୍ଟିପ୍ଲାଏ କରିଥିଲେ ତା ମାନେ ପୁଣି ଟୋଟାଲ କେକ୍ ର 3/10 ଖାଇବ, ସେତିକି ହବ। ଏଇଭଳିଆ ହବ, ଏଇ ଏରିଆଟା ହବ, ଏଇ ଏରିଆଟା ୟେଲୋରେ କରିଦଉଛି ମାର୍କ। ପୁଣି ସେ କହୁଛି କଣ ନା ରେଣୁ ଖାଇଲା 4/7 ପାର୍ଟ, ସିଏ ବି ଏଇଭଳିଆ ଗୋଟେ କିଛି ଏରିଆ ଆସିବ। ତ ମୋଟାମୋଟି ସେ କେକ୍ ଉପରେ, ସେ ଟୋଟାଲ କେକ୍ ଉପରେ ସେତିକି ପାର୍ଟ କାଲକୁଲେଟ କରିବ, କିନ୍ତୁ ଆମକୁ ସବୁ ପ୍ରତି ଷ୍ଟେପ ର ମାଗିଛି ରିମେନିଂ ପାର୍ଟ ପାଇଁ। ତ ପ୍ରତିଟି ପାର୍ଟ ପାଇଁ କାଲକୁଲେଟ କରି କରି ରିମେନିଂ କାଲକୁଲେଟ କରି କରି ଆମକୁ କେତେ ରହିଲା ବାକି ତାକୁ ବାହାର କରିବାର ଅଛି। ତ ରାଜୁ କେତେ ଖାଉଛି 3/8 ହେଲା, x ର 3/8 ଖାଉଛି। ଲେଟ୍ ତମେ 1 ଧର, ଟୋଟାଲ କେକ୍ କୁ 1 ଧର, ଇଜି କାଲକୁଲେସନ। 1 1 ର 3/8 ପାର୍ଟ ଖାଇଗଲା, ଆଉ ରହିଲା କେତେ 5/8। ରିମେନିଂ ପାର୍ଟ କିଏ ଖାଉଛୁ 3/10 ଖାଉଛୁ ରାମ, 5/8 ର 3/10 ତ କେତେ 5 ଦୁନେ 10, 3/16। ଏବେ ଟୋଟାଲ ରୁ ରିମେନିଂ ପାର୍ଟ ର 3/10 ପାର୍ଟ, ରିମେନିଂ ପାର୍ଟ ଏତିକି ଥିଲା, ତାର 3/10 ହେଲା 3/16, ତାହେଲେ 5/8 ରୁ 3/16 ଟା ରାମ ଖାଇଗଲା, ଆଉ ରହିଲା କେତେ, ଏଇଟା ଡିନୋମିନେଟର ସମାନ କରିଦିଅ, ନ୍ୟୁମରେଟର ଏଇଟା ଯୋଉ 5 ଦୁନେ 10, ଏଇଟା 10 କରିଦିଅ, ଏଇଟା 2 ମଲ୍ଟିପ୍ଲାଏ ଉପରେ ଆଉ ତଳେ 2 ମଲ୍ଟିପ୍ଲାଏ କରିଦିଅ, ତ ହେଇଯିବ 16। ତ 10 ରୁ 3 ଗଲେ 7/16, ଏଇଟା ରହିଲା। ଏବେ 7/16 ର 4/7 ପାର୍ଟ ଖାଉଛି କିଏ, ରେଣୁ। 7/16 ର 4/7 ପାର୍ଟ ରେଣୁ ଖାଉଛି, 4 1/4, ତ 7/16 ର 1/4 ପାର୍ଟ ଖାଇଗଲା। ଏଠି ବି ସେଇଭଳିଆ 4 ଉପରେ ଆଉ ତଳେ ମଲ୍ଟିପ୍ଲାଏ କରିଦିଅ, ତ କେତେ ହେଇଯିବ ନା 4/16, 7/16 ମାଇନସ 4/16 ଇଜ 3/16, 3/16। My answer হব 3/16 is your remaining part, বা 3/16 part of the cake is still left। ବୁଝିହେଲା?
ଆଚ୍ଛା ଏବେ ଆମେ ବୋଟ୍ ଷ୍ଟ୍ରିମ୍ ଆଉ ଫ୍ରାକ୍ସନ ର କିଛି କନସେପ୍ଟ ବିଷୟରେ ମୁଁ ତମକୁ ବୁଝେଇବି। ଭଲସେ ବୁଝିବାକୁ ଟ୍ରାଏ କରିବ। ଯଦି ତମେ କୋଉଠି କ୍ଲାସ କରୁଛ ତ କର, କିଛି ପ୍ରୋବ୍ଲେମ ନାହିଁ, ବଟ୍ ଏ କନସେପ୍ଟ କୁ ତମେ ଏଜ ଏ ସାଇଡ ଦେଖିପାରିବ। ବହୁତ କାମକୁ ଆସିବାର ଅଛି ଏକ୍ସାମ୍ପଲ, ବହୁତ କାମକୁ ଆସିବ। ଦେଖ ତମେ ଯଦି ତମକୁ ଯଦି ଏ କନସେପ୍ଟ ଭଲ ଲାଗିଲା ତମେ ମତେ କମେଣ୍ଟ ସେକ୍ସନରେ ଜଣେଇବ। ମୁଁ ନେକ୍ସଟ କୁ ତମ ପାଇଁ କ୍ୱେଶ୍ଚେନ୍ ଆଣିବି କିଛି କଣ ନା ପ୍ରଫିଟ ଲସ୍ କୁ ବେସ୍ କରିକି ବା କିଛି ଇଣ୍ଟରେଷ୍ଟ ରହିଲା କମ୍ପାଉଣ୍ଡ ଇଣ୍ଟରେଷ୍ଟ ସିମ୍ପଲ ଇଣ୍ଟରେଷ୍ଟ କୁ ବେସ୍ କରିକି ଡିସକାଉଣ୍ଟ କୁ ବେସ୍ କରିକି ବି ମୁଁ କ୍ୱେଶ୍ଚେନ୍ ଆଣିପାରିବି। ବଟ୍ ତମକୁ ଆଗେ ଭଲ ଲାଗିବା ଦରକାର। ତମେ ଦେଖ ଭିଡିଓଟା ଲାଷ୍ଟ ଯେ କେମିତି ଲାଗୁଛି ଜଣାଅ କମେଣ୍ଟରେ। କହୁଛି କନସେପ୍ଟ ଅଫ ବୋଟ୍ ଆଣ୍ଡ ଷ୍ଟ୍ରିମ୍। ବୋଟ୍ ଆଣ୍ଡ ଷ୍ଟ୍ରିମ୍ ଦେଖ, ବୋଟ୍ ଆଣ୍ଡ ଷ୍ଟ୍ରିମ୍ ର ମେଜରିଟି କ୍ୱେଶ୍ଚେନ୍ ତମର ଏଇଟା ତମର ବୋଟ୍, ଠିକ ଅଛି। ତ ଷ୍ଟ୍ରିମ୍ ଲାଇନ ଫ୍ଲୋ କରେ ଗୋଟେ ଡିରେକ୍ସନ, ଲେଟ୍ସ ସେ ଏଇ ଡିରେକ୍ସନ ଯାଉଛି। ସବୁବେଳେ ୱାଟର ଜଳର ଧର୍ମ କଣ? ଅପ୍ ଟୁ ଡାଉନ ଯିବ। ତ ଅବଭିୟସଲି ଷ୍ଟ୍ରିମ୍ ଲାଇନ ଡାଉନ ଆଡକୁ ଫ୍ଲୋ କରିବ। ତ ବୋଟ ଯଦି ଷ୍ଟ୍ରିମ୍ ଲାଇନ ଡିରେକ୍ସନରେ ଯିବ, ବୋଟ ଯଦି ଷ୍ଟ୍ରିମ୍ ଲାଇନ ଡିରେକ୍ସନରେ ଯିବ, ତାହେଲେ ବୋଟ ର ସ୍ପିଡ ଆଉ ଷ୍ଟ୍ରିମ୍ ଲାଇନ ର ସ୍ପିଡ ସେମ ଡିରେକ୍ସନ ରହିବେ। ରିଲେଟିଭ ସ୍ପିଡ ସେମ ଡିରେକ୍ସନ, ରିଲେଟିଭ ସ୍ପିଡ ସେମ ଡିରେକ୍ସନ ମାନେ ଏଡ ହେଇଯିବ। ଟ୍ରେନ ଦିଟା ଟ୍ରେନ ସେମ ଡିରେକ୍ସନ ଯାଏ। ତମର ଗୋଟେ ଟ୍ରେନ ବସିଥାଉ, ସାମ୍ନାରେ ଗୋଟେ ଟ୍ରେନ ଯାଉଛି, ଦି ଜଣ ଗୋଟେ ଆଡକୁ ଯାଉଛନ୍ତି, ତ ତମକୁ ସ୍ପିଡ ଟା କଣ ଲାଗେ? ଯେମିତି ଦି ଜଣ ସାଥିରେ ଚାଲୁଛ। କାହିଁକି ଲାଗେ? କାହିଁକି ନା ଦି ଜଣଙ୍କର ସ୍ପିଡ କ୍ୟାନସେଲ ହେଇଯାଏ। ତ ଯାହା ରିମେନିଂ ସ୍ପିଡ ରହିଲା ସେଇ ସ୍ପିଡ ଟା ତମକୁ ଜଣା ପଡେ। ସେଇଭଳିଆ ରିଲେଟିଭ ସ୍ପିଡ କଣ ହବ ନା ପ୍ଲସ୍ ହେଇଯିବ। ଯଦି ଦିଟା ଟ୍ରେନ ଅପୋଜିଟ, ତମ ସାମ୍ନା ଆଡକୁ ଗୋଟେ ଟ୍ରେନ ଆସୁଥାଏ, ତମ ଟ୍ରେନ ଯାଉଥାଏ, ତମ ନାକେ ସାଙ୍ଗେ ସାଙ୍ଗେ ଧଡାସ କିନା ପାର ହେଇଗଲା। କାହିଁକିନା ସ୍ପିଡ ସେଠି ଏଡ ହେଇଯାଏ, ରିଲେଟିଭ ସ୍ପିଡ ହେଲା। ଆଚ୍ଛା, ତ ବୋଟ ଷ୍ଟ୍ରିମ୍ କୁ ନେଇକି କନସେପ୍ଟ ଟା କେମିତି ଆପ୍ଲାଏ କରିବା? ଦେଖ ଷ୍ଟ୍ରିମ ର ଏଠି ଦିଟା ଜିନିଷ ଜାଣିବାକୁ, ଗୋଟେ ହଉଛି ସ୍ପିଡ ଇନ୍ ଷ୍ଟିଲ୍ ୱାଟର। କାହାର? ଯାହା ବି ଦେଇଥିବ, ବୋଟ ଦେଇଥାଇପାରେ ବା ଗୋଟେ ଡାଇଭର ସୁଇମ କରୁଥିବ, ଡାଇଭର ର ସ୍ପିଡ ହେଇପାରେ। ତାଙ୍କ ସ୍ପିଡ ଇନ ଷ୍ଟିଲ୍ ୱାଟର, ଗୋଟେ ସ୍ପିଡ ଥିବ। ତମେ ପହଁରୁଛ, ଯଦି ପାଣି ଟା, ଯଦି ତମେ ପୁଲ ଭିତରେ ପହଁରୁଛ, ତ ପୁଲ ର କିଛି ଷ୍ଟ୍ରିମ ଲାଇନ ନାହିଁ, ତମେ ପହଁରୁଛ, ତମର ଗୋଟେ ସ୍ପିଡ ତ ଥିବ ନା। ତ ସେଇଟା ହଉଛି ସ୍ପିଡ ଇନ ଷ୍ଟିଲ୍ ୱାଟର। ଏଠି ଦିଟା ଜିନିଷ ଆସିବ, ଯେହେତୁ ୱାଟର ଏଇ କ୍ୱେଶ୍ଚନ ୱାଟର ଷ୍ଟ୍ରିମ୍ ଯାହା ଆସିବ ସବୁ ୱାଟର କୁ ବେସ୍ କରିକି ଆଇବ। ତେଣୁ ଏଠି ଅପୱାର୍ଡ ଷ୍ଟ୍ରିମ୍ ଆସିବ ଗୋଟେ, ଆଉ ଗୋଟେ ଆସିବ ଡାଉନୱାର୍ଡ। ଠିକ ଅଛି, ଗୋଟେ ଆସିବ ଅପୱାର୍ଡ ଆଉ ଗୋଟେ ଆସିବ ଡାଉନୱାର୍ଡ। ଏଇ ଦିଟା ଭିତରୁ ଫାଷ୍ଟର କିଏ ଆଉ ସ୍ଲୋଅର କିଏ? ଡାଉନୱାର୍ଡ ଟା ସବୁବେଳେ ଫାଷ୍ଟର ହବ, ଅପୱାର୍ଡ ଟା ସବୁବେଳେ ସ୍ଲୋଅର ହବ। କାହିଁକି ଦେଖ, ଧୀରେ ଧୀରେ ଜିନିଷ ଗୋଟେ ବୁଝି ଆସିବ। କାହିଁକି? କାହିଁକି ନା ଯେତେବେଳେ ଅପୱାର୍ଡ ରେ ଯିବ, ସେତେବେଳେ ତମର ସ୍ପିଡ ଥିବ, ହେଲା, ତମର ସ୍ପିଡ ଥିବ, ଠିକ ଅଛି। ତମେ ଷ୍ଟିଲ୍ ୱାଟର ର ଗୋଟେ ସ୍ପିଡ କ୍ୟାରି କର। ଏବେ ଯଦି ଅପୱାର୍ଡ ରେ ଯିବ, ତ ସେ କଣ କରିବ? ୱାଟର ଅପୋଜିଟ ଡିରେକ୍ସନ ଯାଉଥିବ, ତ ସିଏ ତମର ସ୍ପିଡ କୁ ଅପୋଜ କରିବ କି ନାହିଁ? ଦେଖ ଯେତେବେଳେ ଟ୍ରେନ ପ୍ରୋବ୍ଲେମ କଥା କହୁଥିଲେ, ସେଠି କଣ ଥିଲା? ସେଠି ଦି ଜଣ କଣ୍ଟାକ୍ଟର ଥିଲେ କି ଦିଟା ଟ୍ରେନ? ନା, ସେ ଅଲଗା ଅଲଗା ରେଲୱେ ଟ୍ରାକରେ ଯାଉଥିଲେ। ଆରେ କଣ୍ଟାକ୍ଟର ହେଇଗଲେ ବାଲେଶ୍ୱରରେ ଯୋଉ ହଉଥିଲା ଆକ୍ସିଡେଣ୍ଟ ସେଭଳିଆ ହେଇଯିବ, ସେଠି ହେଇଯିବ ବୋଟ ଷ୍ଟ୍ରିମ୍ ପ୍ରୋବ୍ଲେମ। କିନ୍ତୁ ଦେଖ, ଯଦି ଅପୱାର୍ଡ ରେ ଯାଉଥିବ, ୱାଟର କଣ୍ଟାକ୍ଟ ରେ ଅଛି, ତ କଣ ହବ? ଅପୱାର୍ଡ ଡିରେକ୍ସନରେ ତାକୁ ଅପୋଜ କରିବ ୱାଟର ଟା ସ୍ପିଡ ଯିବା ପାଇଁ। ଆଉ ଡାଉନୱାର୍ଡ ରେ ବା ୱାଟର ଡିରେକ୍ସନରେ ଗଲେ, ଯଦି ୱାଟର ଯେ ଡିରେକ୍ସନ ଆଉଛି, ଇଏ ବି ସେଇ ଡିରେକ୍ସନ ଆଉଛି, ତ ସିଏ ସ୍ପିଡ କୁ ହେଲ୍ପ କରିବ ଜଲ୍ଦି ଯିବା ପାଇଁ।
तो ए केस रे उल्टा ही जाए कौन हबो ना यार स्पीड टा बढ़ी जीवो डाउनवर्ड रे अपवर्ड रे कमी जीवो से अपवर्ड सबले स्लोअर डाउनवर्ड सबले फास्टर तो वेलोसिटी बा स्पीड ऑफ बोट इन अपवर्ड स्ट्रीम केमती कैलकुलेट करे जाए स्पीड इन स्टिल वाटर हैला अपवर्ड स्ट्रीम पे स्पीड वाटर स्टिल वाटर माइनस स्पीड ऑफ स्ट्रीम बुझी ହେଲା सिमिलरली हम जदि डाउनवर्ड रो कथा कहबा माने डाउनवर्ड रो कोन आसीबो ना स्पीड ऑफ स्टिल वाटर प्लस स्पीड ऑफ स्ट्रीम ये भी रिलेटिव वेलोसिटी भलिया जिनिस बट अलगा टिके बुझिला ना नहीं डाउनवर्ड रे आसिले मिसी जीवो अपवर्ड रे गले सब्सट्रैक्ट हे जीवो रिलेटिव वेलोसिटी रे उल्टा होतुला हैला जदि अपोजिट डायरेक्शन आसे मिस जाउतुला सेम डायरेक्शन सब्सट्रैक्ट हे जाउतुला हैला କାହିଁକିନା ୱାଟର କଣ୍ଟାକ୍ଟରେ ରହୁଛି ଅବଭିୟସଲି ୱାଟର ଗୋଟେ ନିଜର ନ୍ୟାଚୁରାଲ ଡିରେକ୍ସନ ଅଛି ଅପ୍ ଟୁ ଡାଉନ ଟପ୍ ଟୁ ବଟମ ଝରଣା ତଳୁ ଉପରକୁ ପଳାଏ କି ଅନଟିଲ ଆଣ୍ଡ ଅନଲେସ୍ ତମେ ମଟର ଲଗେଇବ ପାଣି ତଳୁ ଉପରକୁ ଯିବ କି ଯିବନି ସବୁବେଳେ ଉପରୁ ତଳକୁ ବହିବ ତ ଏଇଭଳିଆ ହବ ଠିକ ଅଛି କ୍ୱେଶ୍ଚନ ତମେ ଭେରାଇଟି ଟାଇପ ର କରିଥିବ ବୋଟ ଆଉ ଷ୍ଟ୍ରିମ୍ କୁ ବେସ୍ କରିକି ତମେ ଭେରାଇଟି ଟାଇପ ର କ୍ୱେଶ୍ଚନ କରିଥିବ ବଟ୍ ମୁଁ ତମକୁ ଗୋଟେ କ୍ୱେଶ୍ଚନ ଏଠି ଦେବି ସେ କ୍ୱେଶ୍ଚନ ରେ ତମକୁ କଣ କରିବାର ଅଛି ନା ସେ କ୍ୱେଶ୍ଚନ ତମକୁ ଫାଇंड କରିବାର ଅଛି ଡାଟା ତ ଆଚ୍ଛା ଦେଖ ମୁଁ ଗୋଟେ କ୍ୱେଶ୍ଚନ ଦଉଛି ଟ୍ରାଏ କରିବ ହେଲେ ଏଠି ଗୋଟେ କ୍ୱେଶ୍ଚନ ଦେଇଛି ବୋଟ ଯାଉଛୁ ବୋଟ ର ଅପୱାର୍ଡ ସ୍ପିଡ ଦେଇଛି ଅପଷ୍ଟ୍ରିମ ସ୍ପିଡ ଦେଇଛି ଅପଷ୍ଟ୍ରିମ ଆଣ୍ଡ ଡାଉନଷ୍ଟ୍ରିମ ସ୍ପିଡ ଦେଇଛି 35 and 25 किलोमीटर पर आवर ठीक ଅଛି speed of stream is 5 then find the speed of boat in still water find the speed of boat in still water ठीक ଅଛି still water ର ତ ସ୍ପିଡ କେତେ ହବ upstream 35 minus is equal to speed in still water minus speed of stream minus speed of stream जे केते 5 तो VSS केते हबो ना 40 ହେଲା 25 VSS plus 5 तो VSS हो केते ना 20 ये तो भूल ही गला स्पीड इन स्टिल वाटर दीटा अलग अलग केमते आसीबो माने तमे पहरुचो गुटे लेट गुटे पुल लो पहरुचो तमे जदि गुटे कांस्टेंट स्पीड रे तमे वाटर गुटे स्पीड रे जाउछो ना पहरिबो बा बोट नेकी तमे जाउछो तार तो गुटे स्पीड थिबो ना से स्पीड रे चलिबो ए तो किछि एक्सेलरेशन कथा देई नाही तो दीटा अलग अलग स्पीड केमते हो हबनी तो एई टाइप रो क्वेश्चन ना जते पर्यंत तुम क्वेश्चन रेस्पेक्टिवली दिया ही नथिबो कोन दिया ही नथिबो ना रेस्पेक्टिवली तो तमे सबले स्लोअर धरिकी चलिबो काहाकू ना अपस्ट्रीम को डाउनस्ट्रीम को फास्टर धरिकी चलिबो और डाउनस्ट्रीम को 35 नियो अपस्ट्रीम को 25 नियो तो अपस्ट्रीम को 25 नेले 25 इज इक्वल टू VSS minus 5 play this VSS is equal to 25 plus 5 30
Similarly, 35 is equals VSS plus 5 implies that VSS is equals 30. तो constant speed रे तमे जाउछ ठीक अछि until and unless तुमको किसी acceleration ର କଥା ଦେଇଥିବ speed increase decrease ର କଥା ଦେଇଥିବ ତମେ ସବୁବେଳେ ୟାକୁ ଧରିକି ଚାଲିବ slower ତ slower କି ଆମର ସବୁବେଳେ upstream ଟା ସବୁବେଳେ ଏଇଟା ମାଇंड ରଖିବ slower downstream ଟା ସବୁବେଳେ ନା faster ହେଲା ଆଚ୍ଛା ଆଉ ବେଶୀ ଡିସ୍କସ ନ କରିକି fraction ଆଡକୁ ଯିବି fraction ର କନସେପ୍ଟ ଡିସ୍କସ କରିବା fraction ତମେ ଜାଣିଛ ଗୋଟେ ନମ୍ବର କେତେଟା fraction a by b ଅଛି ତାକୁ fraction କରିବା ଯେତେ ପର୍ଯ୍ୟନ୍ତ b not equal to 0 ହେଇଥିବ a 0 ହେଲେ ଚଳିବ a 0 ହେଲେ ଚଳିବ କାହିଁକି ନା 0 by b 0 by something is 0 0 is still a fraction number 0 is still a fraction ହେଲା but ଯେତେବେଳେ denominator ରେ 0 ରହିବ ସେତେବେଳେ ହବ ନାହିଁ ଆଚ୍ଛା fraction ତମେ ସବୁ ଟାଇପ ର addition subtraction multiplication division ସେଗୁଡା ତ ଜାଣିଛ fraction repeated number ର concept repeated ମାନେ number repeat ହେଇଛି ବାର ବାର ତାର concept କିଛି ବି ଜାଣିଥିବ କିଛି ଜାଣିନଥିବ ଠିକ ଅଛି ତା concept କୁ ବେସ୍ କରିକି ମୁଁ କହୁଛି let ତମ ପାଖରେ ଗୋଟେ question ଅଛି 0.468668868 ମାଗିଛି ୟାର find the fraction या fraction बाहर कर परिया केमती पिला कौन करिए ना 468 बाय 1 पर तीनटा 0 नहीं जो 1000 दिस इज रॉन्ग एठी कौन हेची देखो प्रोसेस सबले मैथ क्वेश्चन करियो माने पैटर्न को एनालाइज करिया को ट्राई करियो पैटर्न कौन अछि 4 अछि 4 रिपीट हेची हेना तो 4 इज नॉन रिपीटेड 6 8 रिपीट हेची 6 8 1 2 3 4 थर रिपीट हेची तो 0.468 ऊपर बार दो माने बार जेटा अछि एटा तमरो रिपीटेड आ जेटा बार नै सेटा होची तमरो नॉन रिपीटेड तो कौन लिखियो ना 468 नॉन रिपीटेड नंबर केते ताकू सब्सट्रैक्ट कर दो बाय रिपीटेड नंबर केतेटा थिला दीटा तो दीटा 9 नॉन रिपीटेड गोटे गोटे 0 तब 464 बाय 990 देखो फॉर्मेट मु तुमको कहि दउची फॉर्मेट टा तुमको कहि दउची तुम जानि परिबो रिपीटेशन नॉन रिपीटेशन न तीनटा केस कहि दउची तुम जानि परिबो कोन कोन जदि तुम 3 डिजिट नंबर को बेस करी कहूची तीनटा हेले ओडा ऑड नंबर हबो 1 2 3 तीनटा केस पई करि परिया तो गोटे 3 डिजिट नंबर पई केमिति बाहर करबा देखो तारो लेट लेट तुम पाकर अछि ए बी सी तीनटार बार अछि 0.abc तो यार केते आसीबो ना ए बी सी रिपीटेड नंबर सबु गुडा डेसिमल पर सब रिपीटेड नंबर ताने ए बी सी पाई रिपीटेड नंबर तीनटा माने तीनटा 9 लेट तुम पाकर एमिति थांता 0.abc रो बार ताने रिपीटेड नंबर एठी दीटा अछि बीसी बीसी तम रिपीटेड अछि एटा तमरो होछु नॉन नॉन रिपीटेड ये होछु तमरो रिपीटेड ताने ए ए बी सी माइनस नॉन रिपीटेड सबले टोटल टा तमरो सबले रहइबो तापर जदि नॉन रिपीटेड थाए ताने से नॉन रिपीटेड पार्ट को सब्ट्रैक्ट कर दो बाय 9 देखो दीटा 9 नंबर कहना रिपीटेड नंबर अछि दीटा बीसी अछि तमरो रिपीटेड तो दीटा 9 नॉन रिपीटेड गुटे 990 सिमिलरली तमरो जो था 0.ab
सी उपरे बार ताने ए बी सी माइनस ए बी बाय रिपीटेड गोटे अछि तो 9 नॉन रिपीटेड दीटा दीटा जीरो बुझौछु ना नहीं फ्रैक्शन कन्वर्ट करि परिबा। अच्छा तो आज ପାଇଁ ଏତିକି ଏଇଠି ଏଣ୍ଡ କରିବା ଆଜିର କ୍ଲାस। ଜୟ ଜଗନ୍ନାଥ।